ସମସ୍ତଙ୍କୁ ନମସ୍କାର। ଆଜି ଆମେ ନେଇଛୁ ଏକ ସୁନ୍ଦର କବିତାଟି, ଯାହାର ଲେଖିକା ହେଉଛନ୍ତି ଲିଜାଲିନ ବିଶ୍ୱାଳ। କବିତାର ଶୀର୍ଷକ ହେଉଛି ଦ୍ରୋହକାଳ। ମୁଁ ହାତ ଗୋଡ଼ ନଥିବା ହଳି ଆଖି, ମୁଁ କେବଳ ଦେଖିପାରିବି ଜଣ ଜଣକୁ ଚିରନିଦ୍ରାରେ ଶୋଇଯିବାର। ଲୁଚେଇକି କାନ୍ଦି ପାରିବି, ନିଜ ଭିତରେ କରିପାରିବି ବିଦ୍ରୋହ। ଶୋଷଣର ଛାଟରେ ମରି ପଡ଼ୁଥିବେ ଶ୍ରମିକମାନେ, ନିର୍ମମ ଭାବେ ତୋଳି ହୋଇଯାଉଥିବେ କଅଁଳ କଢ଼ି। ଘରେ ଘରେ ହିଁ ଅମଳ ହେଉଥିବେ ଗୋଟେ ଗୋଟେ ଲମ୍ପଟ ଓ ଛଦ୍ମବେଶୀ। ଶାସକର ଡାହୁକ ପିନ୍ଧାଉଥିବ ବିସ୍ଥାପନର ଶିରିପା। ଆଉ ଯିଏ ନ ପିନ୍ଧିଲା ବୋମା ଫୁଟୁ, ଗୁଳି ଫୁଟୁ, ଘର ଉପରେ ଚଢ଼ିଯାଉ ବୁଲଡୋଜର। ମୁଁ ଚୁପଚାପ ଦେଖିଥିବି ଜଣ ଜଣ ହୋଇ ସମସ୍ତେ ଟଳି ପଡ଼ିବାର। ଖବରକାଗଜ, ଟିଭି, ସୋସିଆଲ ମିଡ଼ିଆ ଓ କାହା ସହ ପଦେ କଥା ହେଲା ବେଳେ ହାଣ ମୁହଁକୁ ଗଲା ପରି ଲାଗୁଥିବ ମୋର ପୂରା ଅବୟବ। ସବୁ ଅଘଟଣ ଏଇ ଆଖି ଆଗରେ ହିଁ ଘଟୁଥିବ। ଦେଖି କାନ୍ଦି ବିଦାରି ହେଇ ନିଜ ଭିତରେ ଚାଲିଥିବ ବିଦ୍ରୋହର ଶୋଭାଯାତ୍ରା। ମୁଁ କେବଳ ଦେଖିପାରିବି ଏ ଦୃଶ୍ୟ ସବୁ, ଛିଣ୍ଡେଇ ପାରିବିନି ସେ ରକ୍ତ ପିପାସୁ ମାନଙ୍କର ଚେର, ଯିଏ ଲମ୍ବି ସାରିଛି ପୁରା ପାତାଳକୁ। ମୋ ଭିତରେ ତର୍କ ବିତର୍କ ନାହିଁ, ମୋ ଭିତରେ ତର୍ଜମା ବିଶ୍ଳେଷଣ ନାହିଁ, ମୋ ଭିତରେ ଶୁଖିଲା ହୋ ହାଲ୍ଲା ନାହିଁ, କେବଳ ଘନ ଘନ ଚିତ୍କାର ଅଛି। ମୁଁ କେବଳ ଦେଖୁଥିବି ଜଣ ଜଣକୁ ଚିରନିଦ୍ରାରେ ଶୋଇଯିବାର, ଶୁଣୁଥିବି ସଞ୍ଜବେଳେ ବିଲୁଆର ହୋକି ହୋ ଚିତ୍କାର। ଛାତି ଭିତରେ ରକ୍ତର ନଈ ବହୁଥିବା ବେଳେ ପୃଥିବୀଟି ବଗିଚା ପାଲଟିବ କେମିତି? ଧନ୍ୟବାଦ।